ନମସ୍କାର। ଆଜି ଆମେ ସମୟ କହେ ବିଷୟରେ ପଢିବା। ଶ୍ରେଣୀ ତୃତୀୟ ଏବଂ ଶିକ୍ଷଣ ଫଳାଫଳ ହେଉଛି M317 ଅର୍ଥାତ୍ ଘଣ୍ଟାକୁ ଦେଖି ଠିକ୍ ଭାବେ ସମୟକୁ ଚିହ୍ନଟ କରିବେ। ଏହି ବିଷୟର ଶିକ୍ଷଣ ଉଦ୍ଦେଶ୍ୟ ହେଉଛି ଘଣ୍ଟାରେ ଘଣ୍ଟା କଣ୍ଟା, ମିନିଟ୍ କଣ୍ଟା, ସେକେଣ୍ଡ କଣ୍ଟାକୁ ଚିହ୍ନଟ କରିବେ ଏବଂ ଘଣ୍ଟାର ସମୟ ଚିହ୍ନଟ ପାଇଁ ଥିବା ସଂଖ୍ୟାର ବିଭିନ୍ନ ରୂପକୁ ଚିହ୍ନଟ କରିବେ। ସମୟ କହେ ମୁଁ ଠିକ୍ ଠିକ୍। ପିଲାମାନେ ଜାଣିଛ, ସବିତା ଆଜି ଗୋଟେ ସ୍ୱପ୍ନ ଦେଖିଥିଲା। ସିଏ ଯାହା ସ୍ୱପ୍ନରେ ଦେଖିଥିଲା ତମମାନଙ୍କୁ କହିବ, ତମେମାନେ ମନ ଦେଇ ଶୁଣ। ତାପରେ ଆମେ ଆଲୋଚନା କରିବା। ଦିଦି, ପିଲାମାନେ ସମସ୍ତେ ଶୁଣ। ମୁଁ ନା ଆଜି ଗୋଟେ ସ୍ୱପ୍ନ ଦେଖିଲି। ଘଣ୍ଟା ଗୋଟେ ମୋ ସ୍ୱପ୍ନରେ ଚାଲି ଆସିଲା। ମୁଁ ହଠାତ୍ ଉଠି ପଡିଲି। ସିଏ ମତେ କହିଲା, ସବିତା ତୁ ଡରନା, ଆସେ ସମୟ ବିଷୟରେ କଥା ହେବା। ମତେ କେତେ ସାରା ଚିତ୍ର ଦେଖେଇଲା। ମାଙ୍କଡ ଥିଲେ, ପଥର ଲୋକ ଧରି ଛିଡା ହେଇଥିଲେ, କମ୍ପ୍ୟୁଟର ଲାପଟପ୍ ଧରି ବି ବସିଥିଲେ। ମତେ ପଚାରିଲା, ସବିତା ତୁ ମତେ ଚିହ୍ନି ପାରୁଛୁ? ତାପରେ ପଚାରିଲା, ତୁମେ କେତେବେଳେ ସ୍କୁଲ ଆସ? ମୁଁ କହିଲି 10ଟା। ସିଏ ସେଥିରେ ନାଚିଲା। ପୁଣି ପଚାରିଲା, ତୁମେ କେତେବେଳେ ସ୍କୁଲରୁ ଯାଅ? ମୁଁ ତ ଜାଣିଛି, କହିଦେଲି 4ଟା। ପୁଣି ପଚାରିଲା, ତୁମେ କେତେବେଳେ ସ୍କୁଲରେ ଖାଅ? ମୁଁ ତ ସବୁ ଜାଣିଛି, ଉତ୍ତର ନ ଡରି ଦେଇଦେଲି, ଆମେ 1ଟା ବେଳେ ସ୍କୁଲରେ ଖାଉ। ଘଣ୍ଟା ମତେ ପୁଣି ନାଚିଲା। ମତେ ବହୁତ କଥା ପଚାରିଲା। କହିଲା, ଆଉ ପ୍ରଶ୍ନ ପଚାରିଲେ କହିପାରିବ? ମୁଁ ତ ସୁନା ଝିଅ, ସମୟ ବିଷୟରେ ସବୁ ଜାଣିଛି। ତାକୁ କହିଲି, ମୁଁ ସବୁ କହିଦେବି। ମତେ ଘଣ୍ଟା କହିଲା, ଯଦି ସବୁ ପ୍ରଶ୍ନର ଉତ୍ତର ଦେଇଦବୁ ତାହେଲେ ମୋ ଭଲ ସାଙ୍ଗ ହବୁ। ମତେ ପଚାରିଲା ଗୋଟେ ଘଣ୍ଟା ଚିତ୍ର ଦେଖେଇ, ମୋର କେତୋଟି କଣ୍ଟା କହିଲୁ? ମୋର କେତୋଟି କଣ୍ଟା ଆଉ ମୋର ଘଣ୍ଟା କଣ୍ଟା କେଉଁଠୁ କହିଲୁ? ମୁଁ କହିଦେଲି, ଘଣ୍ଟାରେ ଥିବା ଛୋଟ କଣ୍ଟାଟି ହେଉଛି ଘଣ୍ଟା କଣ୍ଟା। ମୁଁ କହିଲି ଆଉ ଦେଖେଇ ବି ଦେଲି, ଏଇ ଯୋଉ ଛୋଟିଆ କଣ୍ଟାଟି ହେଉଛି ଘଣ୍ଟା କଣ୍ଟା। ସେ ଖୁସି ହେଇଗଲା। ପୁଣି ମତେ ପଚାରିଲା, ମୋ ମିନିଟ୍ କଣ୍ଟାଟି କାହିଁ କହିଲ? ମୁଁ ତାକୁ ପୁଣି ଦେଖେଇଦେଲି, ଏଇ ଯୋଉ କଣ୍ଟାଟି ଅଛି ଏଇଟା ହେଉଛି ତୁମର ମିନିଟ୍ କଣ୍ଟା। ସେ ଖୁସି ହେଇଗଲା। ସେତିକିରେ ବି ସରିଲାନି। ପୁଣି ମତେ ପଚାରିଲା, ମୋର କେଉଁ କଣ୍ଟାଟି ଧୀରେ ଧୀରେ ଚାଲୁଛି କହିଲ? ମୁଁ କଣ କଲି ନା, ଗୋଟେ ଘଣ୍ଟା ଚିତ୍ର ଯୋଉ ଦେଖେଇଥିଲା, ମୁଁ କହିଲି ଏଇ ଦେଖ, ଏଇ କଣ୍ଟାଟି ଯୋଉଟା ଲମ୍ବିଛି ଧୀରେ ଧୀରେ ଚାଲେ। ମତେ ପୁଣି ପଚାରିଲା, ମୁଁ ତୁମ ଭଳି ଜୋରେ ଦୌଡେ, ମୁଁ କୋଉ କଣ୍ଟା କହିଲ? ମୁଁ ତ ଏଇଠି ଦେଖୁଛି, କହିଦେଲି, ହେଇ ଦେଖ, ଏଇ କଣ୍ଟାଟା କେତେ ଜୋରେ ଦୌଡୁଛି, ତାକୁ ଆମେ ସେକେଣ୍ଡ କଣ୍ଟା କହୁଛେ। ପୁଣି ମତେ ପଚାରିଲା, ମୁଁ ଧୀରେ ଧୀରେ ଚାଲେ ହେଲେ ଦୌଡି ପାରେନି, କୋଉ କଣ୍ଟା କହିଲ ଦେଖି? ମୁଁ ପୁଣି ଦେଖେଇଦେଲି, ହେଇ ଦେଖ, ଏଇ କଣ୍ଟାଟା ଧୀରେ ଧୀରେ ଚାଲୁଛି କିନ୍ତୁ ଦୌଡୁନି, ଆମେ ତାକୁ ମିନିଟ୍ କଣ୍ଟା କହୁ। ଏତେ କଥା କହି ସାରିଲା ପରେ ତଥାପି ସେ ଶୁଣିଲାନି। ପୁଣି ପଚାରିଲା, ଯେମିତି ତୁମର ଅଲଗା ନାଁ ଅଛି, ମୋର ବି ଅଲଗା ନାଁ ଅଛି, କହିଲ ଦେଖି କଣ ସବୁ ମୋ ନାଁ? ମୁଁ ତ ଜାଣିଛି, ଦିଦି ପଢେଇଥିଲେ। ମୁଁ କହିଦେଲି, ଯେମିତି ମୋର ନାଁ ସବିତା ଆଉ ବିଶ୍ୱରୂପା, ସେମିତି ଏକ ଜାଗାରେ ଆମେ 1 ଆଉ I ମଧ୍ୟ ଲେଖୁ। ହେଇ ଦେଖ, କେତେ ସାରା ଚିତ୍ର ଅଛି। ମୁଁ ତାକୁ କେତେ ସାରା ଚିତ୍ର ସ୍ୱପ୍ନରେ ଆଣି ଦେଖେଇଦେଲି। ଏଇଠି ଏକ ଓଡ଼ିଆରେ ଆମେ ଯୋଉଟା ଲେଖୁଛେ ସେଟାକୁ ଆଗ ଇଂଲିଶରେ 1 ଲେଖୁ ଏବଂ I ମଧ୍ୟ ଲେଖୁ। ସେମିତି 2କୁ ଇଂଲିଶରେ 2 ଆଉ I ମଧ୍ୟ ଲେଖୁ। ଏମିତି ମୁଁ ସବୁ 12 ଯାଏଁ, ଘଣ୍ଟାରେ ଯୋଉ 1ରୁ 12 ଯାଏଁ ସମୟ ଅଛି, ସବୁର ଅନ୍ୟ ନାଁ କହିଦେଲି। ସେ ଭାରି ଖୁସି ହେଲା। ତାପରେ ସେତିକିରେ ବି ସେ ଥୟ ଧରିଲାନି। ପୁଣି ଭାବିକି ମତେ ପଚାରିଲା, ସତ କହିଲୁ, ତୁ ମୋ କଥା ବୁଝି ସବୁ ଠିକ୍ ଠିକ୍ ଉତ୍ତର ଦଉଛୁ ଯେ, ତୁ ସବୁ ଜିନିଷ ବୁଝିଛୁ କି? ମୁଁ କହିଲି, ହଁ, ମୁଁ ସବୁ ବୁଝିଛି, ଆମ ସ୍କୁଲରେ ପଢା ହେଇଛି। ତାପରେ କଣ ହେଲା ନା, ସେ କହିଲା, ଠିକ୍ ଅଛି, ତୁ ଯେ ତାହେଲେ ମୋର ଭଲ ସାଙ୍ଗ, ମୋ ସବୁ କଥା ବୁଝୁଛୁ। ମତେ ଟାଟା କହି ପଳେଇଲା। ଏତିକି ବେଳେ ମୋ ସ୍ୱପ୍ନ ଭାଙ୍ଗିଗଲା। ଆଚ୍ଛା ପିଲାମାନେ, ସବିତା ତା ସ୍ୱପ୍ନ ବିଷୟରେ ତୁମମାନଙ୍କୁ କହିଲା।
ତମେ ମାନେ ଏଥିରୁ ବୁଝିଲ ନା ସମୟ ବିଷୟରେ ମୁଁ ଯାହା ପଢେଇଥିଲି ସବିତା ତ ମନେ ରଖିଛି। ତମେ ମାନେ ମନେ ରଖିଲ ଘଣ୍ଟାର କେତୋଟି କଣ୍ଟା, କେମିତି କିଏ ଚାଲେ ଏବଂ ତାର ସବୁ ଅନ୍ୟରମ ତମେ ମାନେ ଜାଣିପାରିଲ ତ? ଠିକ ଅଛି, ଆମେ ଆସନ୍ତା ଶ୍ରେଣୀରେ ଏଇ ବିଷୟରେ ଆଉ ଟିକେ ଭଲ ଭାବେ ଆଲୋଚନା କରିବା। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।